ପୂଜ୍ୟ ପ୍ରଣାମ। ଜଗନ୍ନାଥ ଦାସ। ଓଡ଼ିଆ ଭାଗବତ ରଚୟିତା ଜଗନ୍ନାଥ ଦାସ 1490 ଖ୍ରୀଷ୍ଟାବ୍ଦ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ବୁଧବାର ମଧ୍ୟାହ୍ନ ସମୟରେ କପିଳେଶ୍ୱରପୁର ଶାସନରେ ଜନ୍ମ ନେଇଥିଲେ। ପିତା ଥିଲେ ଭଗବାନ ଦାସ, ମାତା ଥିଲେ ପଦ୍ମାବତୀ। ପ୍ରଥମେ ଗ୍ରାମ ଚାଟଶାଳୀରେ ଅଙ୍କ ବର୍ଣ୍ଣପାଠ, ପିତାଙ୍କ ପାଖରୁ ଅମରକୋଷ ଅଭିଧାନ, ବ୍ରାହ୍ମଣ ଶାସନରୁ ଯଜୁର୍ବେଦ ସାମବେଦ ଅଧ୍ୟୟନ, ତାପରେ ରାମାୟଣ ମହାଭାରତ ଧର୍ମଶାସ୍ତ୍ର ପଠନ ସହ ଭାଗବତ ଅଧ୍ୟୟନ। ମାତା ପଦ୍ମାବତୀଙ୍କ ପାଇଁ ଓଡ଼ିଆ ଭାଗବତ ରଚନା। ଏତଦ୍‌ବ୍ୟତୀତ ପ୍ରତଃ ପୁରୀ ଆସି ବଟଗଣେଶ ନିକଟରେ ଭାଗବତ ପଢ଼ୁଥିଲେ ଜଗନ୍ନାଥ ଦାସ। ତାଙ୍କ ରଚନା ଭିତରେ ଅର୍ଥକୋଇଲି, ଫୁଲତୋଳା ଚଉତିଶା, ଦୂତିବୋଧ, ଶ୍ରୀ ସତ୍ସଙ୍ଗ, ତୁଳାଭିଣା, ଗଜ ନିସ୍ତାରଣ, ଧ୍ରୁବସ୍ତୁତି ଇତ୍ୟାଦି ତାଙ୍କର ଅନନ୍ୟ କୃତି।